नमस्कार आपण समस्तଙ୍କୁ टीबीसी ओडिया चैनल रे स्वागत आपनको मोबाइल स्क्रीन रे जो गछटी मु आपण मानको देखाउछि एही गछ आपण माने अनेक जगह रे देखिथिबे लोक माने एही गछटी को घास गछ कुहंती किंबा एही गछ बेकारिया गछ बोली भाबंती किंतु एही गछर एते शक्ति जे एही गछ द्वारा आपण तयारी करि परिबे पृथ्वीर सर्वश्रेष्ठ मोहिनी औषध किंतु सठिक भाବରେ ତାହାର ନୀତି ନିୟମ ବିଧି ବିଧାନ କେଉଁ ଦିନ ଆଣିବେ କେଉଁ ସମୟରେ ଆଣିବେ ଏହାକୁ ନେଇ କେମିତି ବ୍ୟବହାର କରିବେ ଏହି ଗଛ ମୋହିନୀ କେମିତି ତିଆରି ହେବ ପ୍ରଥମେ ଆପଣ ସମ୍ପୂର୍ଣ୍ଣ ବିଧିବିଧାନଟି ଜାଣନ୍ତୁ ତାହାପରେ ଆପଣ ଜାଣିବେ ଏହି ଗଛର କେତେ ମୂଲ୍ୟ ଦେଖନ୍ତୁ ଏହି ମୋହିନୀଟି ଯଦି ଆପଣମାନେ ତିଆରି କରିବେ ଏବଂ ଏହି ଗଛ ମାଧ୍ୟମରେ ହିଁ ତିଆରି କରିପାରିବେ ଆଉ ଯଦି ମୋହିନୀଟି ତିଆରି କରିବେ ଏବଂ ଯେଉଁ ଝିଅ ଯେଉଁ ପୁଅ ଯେଉଁ ସ୍ତ୍ରୀ ଯାହା ଉପରେ ବି ଆପଣ ଏହି ମୋହିନୀଟି ପ୍ରୟୋଗ କରିଦେବେ ସେ ଆପଣଙ୍କ ପିଛା କେବେ ହେଲେ ଛାଡ଼ିବ ନାହିଁ ଆପଣ ଯାହା କହିବେ ସେଇ ଝିଅକୁ ସେଇ ପୁଅକୁ ସେଇ ସ୍ତ୍ରୀକୁ ସେ ସେୟା ହିଁ କରିବାକୁ ଲାଗିବ ଦେଖନ୍ତୁ ଦୁନିଆରେ ଅନେକ ପ୍ରକାରର ତନ୍ତ୍ର ମନ୍ତ୍ର ଯନ୍ତ୍ର ଅଛି କିନ୍ତୁ ଏହା ଗୋଟେ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ପ୍ରୟୋଗ କାରଣ ଆଜି ମୁଁ ଆପଣମାନଙ୍କୁ ଯେଉଁ ଗଛ ବିଷୟରେ କହୁଛି ଏହି ଗଛ ଅତି ସହଜରେ ପାଇପାରିବେ ଏବଂ ଏହି ଗଛ ଦ୍ୱାରା ଆପଣମାନେ ସବୁଠାରୁ ଶକ୍ତିଶାଳୀ ମୋହିନୀ ତିଆରି କରିପାରିବେ ତ ଚାଲନ୍ତୁ ଯଦି ଆପଣଙ୍କର ପ୍ରେମ ସମସ୍ୟା ଅଛି ବିବାହ ସମସ୍ୟା ଯେମିତିକି ଆପଣଙ୍କର ବିବାହ ହୋଇଥିଲା ଅଲଗା ହେଇଯାଇଛନ୍ତି ସ୍ୱାମୀ ସ୍ତ୍ରୀ କିମ୍ବା ସ୍ୱାମୀ ସ୍ତ୍ରୀ ଭିତରେ ସବୁବେଳେ କଳିକଜିଆ ଝଗଡ଼ା ଲାଗି ରହୁଛି ପ୍ରେମ ସମସ୍ୟା ଅଛି ଝିଅ ପୁଅ ଭିତରେ ସବୁବେଳେ କଳିକଜିଆ ହେଇ ଝଗଡ଼ା ହେଇ ଅଲଗା ହେଇଯାଇଛନ୍ତି କିମ୍ବା ସେ ଆପଣଙ୍କୁ ଛାଡ଼ିକି ଚାଲିଯାଇଛି ସ୍ତ୍ରୀ ଆପଣଙ୍କୁ ଛାଡ଼ିକି ଚାଲିଯାଇଛି ସ୍ୱାମୀ ଆପଣଙ୍କୁ ଛାଡ଼ିକି ଚାଲିଯାଇଛି ତାହେଲେ ଆପଣମାନେ ଆଜିର ତାନ୍ତ୍ରିକ ପ୍ରୟୋଗଟି କରନ୍ତୁ ମୁଁ ଆପଣମାନଙ୍କୁ ଯେଉଁ ଗଛ ବିଷୟରେ କହୁଛି ଏହି ଗଛର ସାହାଯ୍ୟ ନିଅନ୍ତୁ ଏହି ଗଛ ଦ୍ୱାରା ଆପଣ ମୋହିନୀ ତିଆରି କରନ୍ତୁ ଦେଖିବେ ଏବଂ ଯାହା ଉପରେ ପ୍ରୟୋଗ କରିଦେବେ ସେ ଆପଣଙ୍କ ଗୁଲାମ ହୋଇ ରହିବ ଆପଣ ଯାହା କହିବେ ସେ ମାନିବାକୁ ଲାଗିବ ତ ଚାଲନ୍ତୁ ମୁଁ ଆପଣମାନଙ୍କୁ ସେଇ ମୋହିନୀ ଗଛ ମୋହିନୀ କେମିତି ତିଆରି କରିବେ ସେଇ ବିଷୟରେ ଜଣାଇ ଦେଉଛି କିନ୍ତୁ ତାହାରି ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ ଆପଣମାନେ ଯେଉଁ ଭିଡ଼ିଓଟିକୁ ଦେଖୁଛନ୍ତି ଏହି ଭିଡ଼ିଓଟିକୁ ଶେଷ ଯାଏଁ ଦେଖନ୍ତୁ ଆଉ ଭିଡ଼ିଓଟିକୁ ଲାଇକ୍ କରିବା ପାଇଁ କଦାପି ଭୁଲନ୍ତୁ ନାହିଁ କାରଣ ଆପଣମାନଙ୍କ ପାଇଁ ଆମେ ଅନେକ ପରିଶ୍ରମ କରିକି ଭିଡ଼ିଓ ମାଧ୍ୟମରେ ଅନେକ ତନ୍ତ୍ର ମନ୍ତ୍ର ଯନ୍ତ୍ର ଅନେକ ଗଛର ବୃକ୍ଷଲତା ଔଷଧୀୟ ଗୁଣ ବିଷୟରେ ମଧ୍ୟ ଆମେ କହିଥାଉ ତ ଦୟାକରି ଆପଣ ଗୋଟେ ଗୋଟେ ଲାଇକ୍ ନିହାତି କରି ରଖନ୍ତୁ କାରଣ ଆପଣଙ୍କର ଲାଇକ୍ ଆମ ପାଇଁ ବହୁତ ଜରୁରୀ ଆପଣଙ୍କର ଗୋଟେ ଗୋଟେ ଲାଇକ୍ ଯେତେ ସଂଖ୍ୟାରେ ବଢ଼ି ଚାଲିବ ଆମର ଭିଡ଼ିଓ ମାଧ୍ୟମରେ ଅନେକ କିଛି ଶିକ୍ଷା ବା ଶିଖେଇବା ପାଇଁ ଇଚ୍ଛା ବଢ଼ିବ ଆଉ ଅନେକ କିଛି ଭିଡ଼ିଓ ମଧ୍ୟ ଆମେ ଅପଲୋଡ଼ କରିବୁ ତ ଦୟାକରି ଆପଣ ସମସ୍ତେ ଭିଡ଼ିଓଟିକୁ ନିହାତି ଭାବରେ ଲାଇକ୍ କରନ୍ତୁ ଦେଖନ୍ତୁ ଏହି ଆପଣଙ୍କ ମୋବାଇଲ ସ୍କ୍ରିନରେ ଯେଉଁ ଗଛଟି ଦେଖାଯାଉଛି ଏହି ଗଛର ନାଁ ହେଉଛି ଚାକୁଣ୍ଡା ଏହି ଚାକୁଣ୍ଡା ଗଛ ଯଦି ଆପଣଙ୍କ ପାଖରେ ଅଛି ତାହେଲେ ଆପଣ କ'ଣ କରିବେ ଯେକୌଣସି ପୁଷିଆ ନକ୍ଷତ୍ର ନକ୍ଷତ୍ର ହେଉଛି ପୁଷିଆ ନକ୍ଷତ୍ର ବାର ହେଉଛି ରବିବାର ପୁଷ୍ୟା ରବିବାର ବା ପୁଷ୍ୟା ନକ୍ଷତ୍ର ରବିବାର ଦିନ ଏହି ଗଛର ଚେରଟିକୁ ବ୍ରହ୍ମ ମୁହୂର୍ତ୍ତରୁ ନିଜର ପ୍ରେମିକ ପ୍ରେମିକା ସ୍ୱାମୀ ସ୍ତ୍ରୀ ଯାହାର ନାଁ ଧରିବେ ଏବଂ ତାହାର ନାଁ ଧରିକି ଆପଣ ସେଇ ଗଛର ଚେରଟିକୁ ଆଣିବେ ଯେଉଁଦିନ ପୁଷ୍ୟା ନକ୍ଷତ୍ର ରବିବାର ପଡ଼ୁଛି ସେଇଦିନ ହିଁ ଆଣିବେ ତାହାରି ପୂର୍ବ ଦିନ ସନ୍ଧ୍ୟା ସମୟରେ ସେଇ ଗଛର ମୂଳ ପାଖରେ ଭଗବାନଙ୍କୁ ଯେମିତି ପୂଜା ଅର୍ଚ୍ଚନା କରନ୍ତି ସେମିତି ଭାବରେ ପୂଜା ଟିକେ କରିବେ ନିମନ୍ତ୍ରଣ କରିବେ ହେ ବୃକ୍ଷ ମହାରାଜ ମୁଁ ଆପଣଙ୍କୁ ନିଜର ଔଷଧ କରିବା ପାଇଁ ଆପଣଙ୍କୁ ମୁଁ ନେବି ଆସନ୍ତାକାଲି ନେବି ଏମିତି ଆପଣ ନମସ୍କାର କରିକି ଜଣେଇବେ ଏବଂ ସକାଳୁ ଯେ ଦେଖନ୍ତୁ ଏଇଟା କେବଳ ପୁଷ୍ୟା ନକ୍ଷତ୍ର ରବିବାର ତାହାରି ପୂର୍ବ ଦିନ ଶନିବାର ସନ୍ଧ୍ୟାରେ ପୂଜାବିଧି କରିବେ ଏବଂ ପୁଷ୍ୟା ନକ୍ଷତ୍ର ରବିବାର ସକାଳୁ ପୂଜା ବିଧି ଯେଉଁ କରିଛନ୍ତି ତାହାର ଆର ଦିନ ଯେଉଁଟାକି ରବିବାର ପୁଷ୍ୟା ନକ୍ଷତ୍ର ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଉଠି ପଡ଼ିବେ ତାହାପରେ ସେଇ ଗଛର ଚେରଟିକୁ ଉପାଡ଼ିକି ନେଇ ଆସିବେ ତାହାପରେ ସେଇ ଚେରଟିକୁ ଭଲ ଭାବରେ କ'ଣ କରିବେ ଚିକଣ କରିକି ବାଟି ଦେବେ ବୁଝିଲେ ଚିକଣ କରିକି ବାଟି ଦେବେ ସେଇ ଗଛର ଯେଉଁ ଚେରର ରସ ବାହାର କରିନେବେ ଏବଂ ଆପଣ କିଛି ସେଥିରେ ସୋରିଷ ତେଲ ମିଶାଇବେ ତାହାପରେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ମୋହିନୀ ଔଷଧ ସେଇ ମୋହିନୀ ଔଷଧକୁ ଗୋଟିଏ ଜାଗାରେ ରଖିବେ ଗୋଟିଏ ଦୀପ ଜାଳିବେ ପୂର୍ବ ଦିଗକୁ ମୁଖ କରିବେ ଗୋଟେ ଆସନ ପକାଇବେ କିଛି ଫୁଲ ରଖିବେ ଦୀପ ଜାଳିବେ ଏବଂ ଆପଣ ସେ ଔଷଧକୁ ସାମ୍ନାରେ ରଖିବେ ଗୋଟେ ଗିନା ତାଟିଆରେ ଏବଂ ଗୋଟିଏ ମନ୍ତ୍ର ଜପ କରିବେ ଓମ୍ ମାୟା ମୋହିନୀ କାମାକ୍ଷା ଦେବୀ ନମୋ ନମଃ ଏହି ମନ୍ତ୍ରଟିକୁ 108 ବାର ଜପ କରିବେ ତାହାପରେ ସେଇ ଯେଉଁ ଔଷଧ ଉପରେ ମାତ୍ର 3 ଥର ଫୁଙ୍କ ମାରିଦେବେ ତାହାପରେ ଆପଣଙ୍କର ଔଷଧ ପ୍ରସ୍ତୁତ ହୋଇଗଲା ସେଇ ଔଷଧ ନେଇକି
ଆପଣ ନିଜର ଯାହା ନାଁରେ ଆପଣ ସେ ଗଛଟିକୁ ଓପାଡ଼ିକି ଆଣିଛନ୍ତି ସେଇ ବ୍ୟକ୍ତିକୁ ନେଇକି ସେ ଔଷଧ ମାତ୍ର ନିଜ ଆଙ୍ଗୁଠିରେ ଅଳ୍ପ ଲଗେଇକି ତା ଦେହରେ ଲଗେଇ ଦିଅନ୍ତୁ। ଦେଖିବେ ସେ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କଠାରେ ମୋହିନୀ ହେଇଯିବ। ଆପଣ ଯାହା କହିବେ ସେ ମାନିବାକୁ ଲାଗିବ। ଯଦି ଆପଣମାନେ ତନ୍ତ୍ର ମନ୍ତ୍ର ଯନ୍ତ୍ର ନିଜେ ପ୍ରୟୋଗ କରିପାରୁନାହାନ୍ତି, ଆପଣଙ୍କ ପାଖରେ ସମୟ ନାହିଁ, ସଠିକ୍ ସମୟ ଅନୁସାରେ ଆପଣମାନେ କରିପାରୁନାହାନ୍ତି, ସେସବୁ ଯୋଗାଣ କରିପାରୁନାହାନ୍ତି, ତାହେଲେ ଆମେ ତିଆରି କରିକି ଦଉଛୁ ନିଜର ପ୍ରେମିକ ପ୍ରେମିକା ସ୍ୱାମୀ ସ୍ତ୍ରୀ ବଶୀକରଣ ମୋହିନୀ ଆକର୍ଷଣ ସମସ୍ତ ସମସ୍ୟା ପାଇଁ ଆମେ ତାବିଜ ତିଆରି କରିକି ଦଉଛୁ। ଯେଉଁ ତାବିଜ କି ନିଜର ପ୍ରେମ ସମସ୍ୟା ପାଇଁ କାମ କରିବ। ଝିଅ ପୁଅ ଆପଣଙ୍କର ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଝାଣ୍ଟି ହେଇ ଅଲଗା ହେଇଯାଇଛନ୍ତି, ସ୍ୱାମୀକୁ ବଶୀକରଣ କରିବା ପାଇଁ ସ୍ତ୍ରୀକୁ ବଶୀକରଣ କରିବା ପାଇଁ ତାବିଜ ଆମେ ତିଆରି କରିକି ଦଉଛୁ। ତା ସହିତ ଆପଣଙ୍କର ଅନେକ ଗୁଡ଼ିଏ ସମସ୍ୟା ପାଇଁ ମଧ୍ୟ ଦଉଛୁ। ଯଦି ଆପଣଙ୍କୁ ଏହି ତାବିଜଟି ଦରକାର ଅଛି ତାହେଲେ ଆପଣମାନେ ଆମକୁ ଏହି ନମ୍ବରରେ ଯୋଗାଯୋଗ କରିବାକୁ ପଡ଼ିବ। ଏହି ତାବିଜର ଦାମ ଟିକେ ଅଧିକ ରେଟ୍ ପଡ଼ିବ, କାରଣ ବଶୀକରଣ ମୋହିନୀ ଆକର୍ଷଣ ପୂଜା ବିଧି କରିକି ଆପଣଙ୍କର ଦୁଇ ଜଣଙ୍କ ନାଁ ଅନୁସାରେ ପୂଜା ବିଧି ହୋଇକି ତାବିଜଟି ତିଆରି ହେଇକି ଆପଣଙ୍କୁ ପୋଷ୍ଟାଲରେ ପଠାଇ ଦିଆଯିବ। ଯଦି ଆପଣଙ୍କୁ ତାବିଜ ଦରକାର ଅଛି ମୋହିନୀ ତାବିଜ ବଶୀକରଣ ତାବିଜ ସ୍ୱାମୀ ସ୍ତ୍ରୀକୁ ବଶୀକରଣ କରିବା ପାଇଁ ପ୍ରେମ ସମସ୍ୟା ପାଇଁ ତାବିଜ ଦରକାର ଅଛି କିମ୍ବା ଆକର୍ଷଣ ମୋହିନୀ ଆକର୍ଷଣ ଏସବୁ ପାଇଁ ତାବିଜ ଦରକାର ଅଛି, ତାହେଲେ ଆପଣମାନେ ଆମକୁ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ। କେବଳ ମନ୍ତ୍ର ଯନ୍ତ୍ର ତନ୍ତ୍ର ଉପରେ ବିଶ୍ୱାସ ଥିବା ଲୋକ ହିଁ ଆମକୁ ଯୋଗାଯୋଗ କରନ୍ତୁ, କାରଣ ତନ୍ତ୍ର ମନ୍ତ୍ର ଯନ୍ତ୍ର ଏସବୁ ଭଗବାନଙ୍କର ବରଦାନ ଅଟେ।